ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ଜାନୁଆରୀ 18 ତାରିଖରେ ନୁହେଁ 22ରେ ମିଳିବ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ତାଙ୍କ କହିବା ମୁତାବକ ଏଯାବତ ସୁଭଦ୍ରା ଯୋଜନାରେ ମୋଟ 4,57,681 ଜଣ ମହିଳା ସାମିଲ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରେ ନୂଆକରି 1,78,398 ଜଣ ମହିଳାଙ୍କୁ ସାମିଲ କରାଯାଇଛି, ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ। ତେବେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା 2,55,265 ଜଣଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ପରବର୍ତ୍ତୀ ଖବର, ଅଷ୍ଟମ ବେତନ ପୂର୍ବରୁ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ୍ ଲାଗୁ ହେବ 50% ଡିଏ। ପୁଣି କେନ୍ଦ୍ର ସରକାର ଦେଲେ ଖୁସି ଖବର। ଅଷ୍ଟମ ବେତନ କମିଶନକୁ ନେଇ ଆସିଲା ବଡ଼ ଅପଡେଟ୍। ସରକାରଙ୍କ ମାଷ୍ଟର ଷ୍ଟ୍ରୋକ୍ ଜାନୁଆରୀ-ଜୁନ୍ 2024 ପାଇଁ ଡିଏ ବୃଦ୍ଧି ସପ୍ତମ ବେତନ କମିଶନ ପରିସର ବାହାରେ ପ୍ରଥମ ସଂଶୋଧନ ହେବ। ଯଦିଓ ଅଷ୍ଟମ ବେତନ କମିଶନ ପୂର୍ବରୁ ଆରମ୍ଭ ହୋଇସାରିଛି, ଏହାର କାର୍ଯ୍ୟକାରିତା ପାଇଁ କିଛି ସମୟ ଲାଗିପାରେ। ପରବର୍ତ୍ତୀ ଖବର, ଏସ୍ବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର। ଅନଲାଇନ୍ ପେମେଣ୍ଟ ଉପରେ ଲାଗିବ ଚାର୍ଜ। ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଏବେ ଅନଲାଇନ୍ ପେମେଣ୍ଟ ସୁବିଧା ଦେଖିବାକୁ ମିଳୁଛି। ଦେଶରେ ଯେତେ ସଂଖ୍ୟକ ବ୍ୟାଙ୍କ ଉପଭୋକ୍ତା ରହିଛନ୍ତି, ସେଥି ମଧ୍ୟରୁ 100% ରହିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ। ଏବେ ଏସ୍ବିଆଇ ନିଜର ଟ୍ରାଞ୍ଜାକ୍ସନ ଚାର୍ଜରେ ବଡ଼ ଧରଣର ପରିବର୍ତ୍ତନ କରିଛି। ନୂତନ ନିୟମ ଅନୁଯାୟୀ 25,000 ଟଙ୍କା ପର୍ଯ୍ୟନ୍ତ ଅନଲାଇନ୍ କାରବାର ପୂର୍ବ ଭଳି ମାଗଣା ରହିବ, କିନ୍ତୁ ଏହାଠାରୁ ଅଧିକ ଟଙ୍କା ପଠାଇଲେ ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡ଼ିବ। 25,000ରୁ 1,00,000 ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ 2 ଟଙ୍କା ପ୍ଲସ୍ ଜିଏସ୍ଟି, 1,00,000ରୁ 2,00,000 ଟଙ୍କା ପାଇଁ 6 ଟଙ୍କା ପ୍ଲସ୍ ଜିଏସ୍ଟି ଏବଂ 2,00,000ରୁ 5,00,000 ଟଙ୍କା ପାଇଁ 10 ଟଙ୍କା ପ୍ଲସ୍ ଜିଏସ୍ଟି ସହିତ ଅନ୍ୟାନ୍ୟ ଶୁଳ୍କ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଖବର, କୋହଲିଙ୍କ ଶତକ ସତ୍ତ୍ୱେ ହାରିଲା ଟିମ୍ ଇଣ୍ଡିଆ ଇନ୍ଦୋର ହୋଲକର ଷ୍ଟାଡିୟମରେ। ରବିବାର ବିରାଟ କୋହଲିଙ୍କ ଦମଦାର ଶତକ ସତ୍ତ୍ୱେ ଭାରତ 41 ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଡାରିଲ୍ ମିଚେଲ ଓ ଗ୍ଲେନ୍ ଫିଲିପ୍ସଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ 50 ଓଭରରେ 8 ୱିକେଟ୍ ହରାଇ 337 ରନ୍ କରିଥିଲା। ଜବାବରେ କୋହଲିଙ୍କ ଶତକ ସତ୍ତ୍ୱେ ଭାରତ 46 ଓଭରରେ 296 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲେ। ଏହି ବିଜୟ ସହ ନ୍ୟୁଜିଲାଣ୍ଡ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ 2-1ରେ ଜିତି ନେଇଛି। ଭାରତ ମାଟିରେ ଏହା ନ୍ୟୁଜିଲାଣ୍ଡ ପାଇଁ ପ୍ରଥମ ଦିନିକିଆ ସିରିଜ ବିଜୟ। ପରବର୍ତ୍ତୀ ଖବର, ବସ୍ ମାଲିକ ସଂଘର ବଡ଼ ନିଷ୍ପତ୍ତି, ପାରାଦୀପରୁ ଗଡ଼ିବ ନାହିଁ ଘରୋଇ ବସ୍। ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପରିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ 6ଟାରୁ ପାରାଦୀପ ବସ୍ଷ୍ଟାଣ୍ଡରୁ ଘରୋଇ ବସ୍ ଗଡ଼ିବ ନାହିଁ ବୋଲି ସଂଘ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଦିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍ ଚଳାଚଳ ବନ୍ଦ ରଖିବାକୁ ସଂଘ ଘୋଷଣା କରିଛି। ପରବର୍ତ୍ତୀ ଖବର, ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ କଟକଣା। ଏଣିକି ଖୋଲାଖୋଲି ମୋବାଇଲ ବ୍ୟବହାର କରିପାରିବେନି ସେବାୟତ। କଥାବାର୍ତ୍ତା ପାଇଁ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ ଯାଇ ଫୋନ୍ ବ୍ୟବହାର କରିପାରିବେ।
ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ପରବର୍ତ୍ତୀ ଖବର, ସିଙ୍ଗୁର ରାଲିରେ ଗର୍ଜିଲେ ମୋଦି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଟିଏମସି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ଐତିହାସିକ ସିଙ୍ଗୁର ମାଟିରୁ ପ୍ରଧାନମନ୍ତ୍ରୀ ରାଜ୍ୟର ବର୍ତ୍ତମାନର ଶାସନକୁ ମହା ଜଙ୍ଗଲରାଜ ବୋଲି ଅଭିହିତ କରିଛନ୍ତି। ସିଙ୍ଗୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 15 ବର୍ଷ ଧରି ପଶ୍ଚିମବଙ୍ଗର ଜନସାଧାରଣ କୁଶାସନର ଚରମ ସୀମା ଦେଖିଛନ୍ତି। ପରବର୍ତ୍ତୀ ଖବର, ଜଙ୍ଗଲକୁ ନେଇ ନାବାଳିକା ଝିଅକୁ ବଳାତ୍କାର କଲେ ପିଶାଚ ବାପା। ପବିତ୍ର ବାପା ଝିଅ ସମ୍ପର୍କରେ ଲାଗିଛି କଳଙ୍କ। ପିଶାଚ ବାପା ନିଜର 15 ବର୍ଷର ନାବାଳିକା ଝିଅକୁ ଜଙ୍ଗଲ ନେଇ ଜବରଦସ୍ତି କରି ବଳାତ୍କାର କରିଛି। ମଧ୍ୟପ୍ରଦେଶର ଗୁନା ଜିଲ୍ଲାରୁ ଏଭଳି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ପୋଲିସ ମାମଲାରେ ତତ୍ପରତା ଦେଖାଇ ମାତ୍ର 6 ଘଣ୍ଟା ମଧ୍ୟରେ ଅଭିଯୁକ୍ତ ବାପାକୁ ଗିରଫ କରିଛି। ପରବର୍ତ୍ତୀ ଖବର, ମଝି ଆକାଶରେ ବୋମା ଆତଙ୍କ, ଜରୁରୀ ଅବତରଣ କଲା ବିମାନ। ରବିବାର ଇଣ୍ଡିଗୋର ଏକ ବିମାନରେ ବୋମା ନେଇ ଆତଙ୍କ ପରେ ଲକ୍ଷ୍ନୌରେ ଜରୁରୀ ଅବତରଣ କରାଯାଇଛି। ସୂଚନା ଅନୁସାରେ ନୂଆଦିଲ୍ଲୀରୁ ଇଣ୍ଡିଗୋର ବିମାନ ବାଗଡୋଗରା ଯାଉଥିଲା। ଉକ୍ତ ବିମାନର ଟଏଲେଟରେ ଏକ ଟିସୁ ପେପରରେ ବିମାନର ବୋମା ଥିବା ଲେଖାଥିଲା, ଯାହାକୁ ନେଇ ମଝି ଆକାଶରେ ସମସ୍ତେ ଆତଙ୍କିତ ହୋଇପଡ଼ିଥିଲେ। ବିମାନକୁ ଲକ୍ଷ୍ନୌ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ପରବର୍ତ୍ତୀ ଖବର ଆସୁଛି, ବଡ଼ ସୂର୍ଯ୍ୟପରାଗ। ଆଉ ମାସକ ପରେ ଫେବୃଆରୀ 17 ତାରିଖରେ ହେବ 2026ର ପ୍ରଥମ ସୂର୍ଯ୍ୟପରାଗ। ଅପରାହ୍ନ 3ଟା56ରୁ ସନ୍ଧ୍ୟା 7ଟା57 ଯାଏଁ ପୃଥିବୀ ଓ ସୂର୍ଯ୍ୟର ଠିକ୍ ମଝିରେ ଆସିବେ ଚନ୍ଦ୍ର। ଚମକୁଥିବା ଚୁଡ଼ି ଭଳି ଦେଖାଯିବ ସୂର୍ଯ୍ୟ। ଖଗୋଳୀୟ ଭାଷାରେ ଏହାକୁ କୁହାଯାଏ ରିଙ୍ଗ ଅଫ୍ ଫାୟାର। ଭାରତରେ ହେବ ନାହିଁ ଦୃଶ୍ୟମାନ। ପରବର୍ତ୍ତୀ ଖବର, ଟ୍ରାଫିକ୍ ସମ୍ଭାଳୁଛି ରୋବୋଟ ପୋଲିସ ବିପଦରେ ମଣିଷ, ଚାକିରି ନେଇଯିବ ରୋବୋଟ। ମେଡିକାଲରୁ ନେଇ କାରଖାନା ପର୍ଯ୍ୟନ୍ତ ରୋବୋଟର ବ୍ୟବହାର ହେଲାଣି। ଆଉ ପାଦେ ଆଗକୁ ବଢ଼ି ଏବେ ରାସ୍ତାରେ ଟ୍ରାଫିକ୍ର ରୋବୋଟ ପୋଲିସକୁ ମୁତୟନ କରାଯାଇଛି। ଟେକ୍ନୋଲୋଜିରେ ଆଗକୁ ବଢ଼ୁଥିବା ଚୀନ ଏଭଳି ପ୍ରୟାସ କରିଛି। ଚୀନର ଅନହୁଇ ପ୍ରଦେଶରେ ହୁ ସହରର ବ୍ୟସ୍ତବହୁଳ ଟ୍ରାଫିକ୍ରେ ମୁତୟନ ହୋଇଛି ରୋବୋଟ, ଯିଏକି ଗାଡ଼ି ଚାଳକଙ୍କ ଦିଗ ନିୟନ୍ତ୍ରଣ ସହ କେଉଁ ଲେନ୍ରେ ଯିବେ ନିର୍ଦ୍ଦେଶ ଦେଉଛି।